रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सीताराम। मंगल बरसन राजा राम पतित पावन सीताराम। ईश्वर अल्लाह तेरो नाम सबको सम्मति दे भगवान। रघुपति राघव राजा राम पतित पावन सीताराम। तेणु पिला माने आज अक्टोबर 2 तारिख ये अक्टोबर 2 तारिख आमे प्रत्येक वर्ष आम विद्यालय महासमारोह पालन करती आउ विभिन्न प्रकार कंपटीशन आमे करती किंतु ए वर्ष अलग किसी व्यतिक्रम जोटा कि आमर कोरोना महामारी जो परिस्थिति से परिस्थिति पाई तुम्हें मैंने आज आम पाखरे ना तथापि आमे आज जो गांधी जयंती को पालन करुछु से गांधी विषय रे मु तुम मानक किछि वक्तव्य रखी। तेणु अक्टोबर 2 तारिख आज एमती गोटे दिन से दिन यही दिनटी भारतर भाग्य आकाश रे 2 जन महान व्यक्तित्व आविर्भाव घटी। सही व्यक्तित्व कहीं नुहति जड़े आमर प्रिय बापू जी कि मोहन दास करमचंद गांधी आउ अन्य जड़े होती आमर शांतिदूत लाल बहादुर शास्त्री। यही अवसर में महात्मा गांधी जातिर पिता आउ आमर जो राष्ट्र नायकों को गभीर श्रद्धांजलि ज्ञापन करुछु। आज सारा विश्व कोरोना महामारी रे कबलित। यह द्वारा कौन होची आमर सामाजिक अर्थनैतिक और सांस्कृतिक भित्तिभूमि गुड़ी को दोहलाई दौची। तेणु यही जो संकट परिस्थिति आम देशर अर्थनीति व्याघात सह आमर जीवन जीविकार कथा जीवन जीविकार जो संधिक्षण से संधिक्षण कोरोना रे पहुँचा बेले मनुष्यर कौन होची मानविकतार आक्रांत होची मानविकता को मध्य मनुष्य को बाधुची। तेणु एमती गोटे दुर्दिन रे आमर मन पड़ जाती से महात्मा गांधी बापू जी कि आम देश को अहिंसा उपाय रे स्वाधीनता आनी देथिले। टिके मात्र हिंसा नथिला। तेणु आस आज से बापू विषय रे आमे दिधारे जानिबा। हे महान आत्मा आपण को कोटि कोटि जुहार। 1869 मसीहा अक्टोबर 2 तारिख रे भारतर भाग्य आकाश रे नूतनतर राह देखाई जो महान व्यक्ति गर आविर्भाव होता सही व्यक्तित्व करमचंद गांधी जे बापूजी नाम परिचित। तेणु सुजला सुफला शस्य श्यामला भारत धर्म माटी आउ पुण्यर माटी ए भारत जार हिमालय मुकुटायन हिंदू महासागर जार पदधौत करे ताहार शोभाश्री फेरे आनिबारे यही महान व्यक्तित्व ही जड़े यथार्थ व्यक्तित्व। भारतीय मानकर अर्थनैतिक संघातहीनतार परिणति रे जंत्रणा जर्जरित भारत मातार मुक्ति पाई जो लोकर बा जो व्यक्तिंकर प्राण कांदुथिला से आउ कई नुहंती से आमर से बापू
ବା ଗାନ୍ଧୀଜୀ 300 ବର୍ଷ ଧରି ଇଂରେଜମାନଙ୍କର ଦାସତ୍ୱର ଅସହ୍ୟ ବେଦନାକୁ ପ୍ରତିରୋଧର ନେତୃତ୍ୱ ନେବା ପାଇଁ ଗାନ୍ଧୀଜୀ ହିଁ ସକ୍ଷମ ହୋଇଥିଲେ। ବିନା ରକ୍ତପାତରେ ପରାଧୀନତାର ନିଗଡ଼ ଛିନ୍ନ କରି 40 କୋଟି ଜନତାକୁ ଗୋଟିଏ ପରିବାର ସୂତ୍ରରେ ବାନ୍ଧି ସ୍ୱାଧୀନତାର ସ୍ୱାଦ ଆସ୍ୱାଦନ କରାଇବାରେ ଯେଉଁ ପ୍ରମୁଖ ଦାୟିତ୍ୱ ଲିଭାଇଛନ୍ତି ତାହା ଭାରତରେ ନୁହେଁ ସାରା ବିଶ୍ୱରେ ବି ବିରଳ। ତେଣୁ ଭାରତର ଭାଷା ରୀତିନୀତି ଆଉ ସଂସ୍କୃତିର ଅବକ୍ଷୟରେ ଯେଉଁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଇ ଭୟାନକ ପରିସ୍ଥିତିର ସେଇ ଦୁର୍ଦ୍ଦିନରେ ଗାନ୍ଧୀଜୀ ହିଁ ମୁକ୍ତିକାମୀ ଭାରତବର୍ଷକୁ ମୁକ୍ତିର ରାହାରେ ଦଣ୍ଡାୟମାନ କରିବାକୁ ସକ୍ଷମ ହୋଇଥିଲେ। ମାତୃଭାଷା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦେଇଥିଲେ। ଜନତାର ସାମୂହିକ ବିକାଶ ପାଇଁ ମାତୃଭାଷା ହିଁ ପ୍ରକୃତ ମାଧ୍ୟମ ବୋଲି ଗାନ୍ଧୀଜୀ କହୁଥିଲେ। ଅନ୍ନ ବସ୍ତ୍ର ପରି ନିଜର ମାତୃଭାଷାକୁ ସେ କହୁଥିଲେ ଆମର ମାତୃଭାଷା ହେଉଛି କ'ଣ ମା, ମାତୃଭାଷା ହେଉଛି ଆମର କ'ଣ ଯେମିତି ଅନ୍ନ ବସ୍ତ୍ର ଠିକ୍ ସେହିପରି ମାତୃଭାଷା ବି ଆମର ଆବଶ୍ୟକ। ଯିଏ ମାତୃଭାଷା ପ୍ରତି ବିଦେଶଭକ୍ତ ମାତୃଭାଷା ପ୍ରତି ଆଗ୍ରହ ନ ରଖେ ସେ କେବେ ଦେଶଭକ୍ତ ହୋଇପାରେ ନା। ତେଣୁ ସେହି ମହାମାନବ ଯେତେବେଳେ ଏ ଜାତି ସଙ୍କଟର ସମ୍ମୁଖୀନ ହୋଇ ପରାଧୀନତାର ଶୃଙ୍ଖଳରୁ ଆବଦ୍ଧ ହୋଇ ଦୁଃଖ ଓ ନିର୍ଯାତନାର ଅନଳରେ ଦଗ୍ଧୀଭୂତ ହେଉଥିଲା ସେତେବେଳେ ଗାନ୍ଧୀଜୀଙ୍କର ଯେଉଁ ଐକାନ୍ତିକ ନିଷ୍ଠା ଆଉ ନିରବଚ୍ଛିନ୍ନ ଚେଷ୍ଟା ସ୍ୱାଧୀନତାର ଉଜ୍ଜଳ ଆଲୋକ ଦେଖାଇବାରେ ସକ୍ଷମ ହୋଇଥିଲା। ତେଣୁ ଇତିହାସ ପୃଷ୍ଠାରୁ ଗାନ୍ଧୀଜୀଙ୍କ ବିଷୟରେ ଅନେକ କଥା ସବୁ ଆମେ ଜାଣିପାରୁ। ଅନେକ ତଥ୍ୟ ଆମକୁ କ'ଣ ଆଶ୍ଚର୍ଯ୍ୟ ବିସ୍ମୟଭୂତ କରି ପକାଉଛି। ଦେଶ ଆଉ ଦେଶବାସୀଙ୍କ ପ୍ରତି ଏତେ ଭଲ ପାଇବା ଜାଣି ଆଶ୍ଚର୍ଯ୍ୟ ହେଉଛି। 1893 ମସିହାରେ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ପ୍ରତି ଯେଉଁ ଗୋରା ସାହେବମାନଙ୍କର ଦୁର୍ବ୍ୟବହାର ତାକୁ ଗାନ୍ଧୀଜୀ ସହ୍ୟ କରିପାରିନଥିଲେ। ଏହି ଅତ୍ୟାଚାରର ପ୍ରତିରୋଧ ସ୍ୱରୂପ ଗାନ୍ଧୀଜୀ ସେଠାରେ ସତ୍ୟାଗ୍ରହ କରି ଅହିଂସା ସଂଗ୍ରାମ ଆରମ୍ଭ କରିଦେଇଥିଲେ। ତେଣୁ 1914 ମସିହାରେ ଭାରତ ଫେରିଆସି ଭାରତୀୟମାନଙ୍କର ସୁଖ ସୁବିଧା ବୁଝି 1915 ମସିହାରେ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କଲେ। ଫଳସ୍ୱରୂପ କ'ଣ ହେଲା? 1919ରେ ଭାରତୀୟମାନଙ୍କର ଯେଉଁ ଅହିଂସା ଆନ୍ଦୋଳନ ସେଇ ଅହିଂସା ଆନ୍ଦୋଳନ ପାଇଁ କ'ଣ ବାଟ ଖୋଲିଦେଲା। 1922ରେ ଗାନ୍ଧୀଜୀ ଗିରଫ ହେଲେ। 1922ରେ ଗିରଫ ହୋଇ 1924ରେ ଅବଶ୍ୟ ମୁକ୍ତି ପାଇଲେ। 1925ରେ ହିନ୍ଦୁ ଆଉ ମୁସଲମାନମାନଙ୍କର ଯେଉଁ ଗଣ୍ଡଗୋଳ ହୋଇଥିଲା ସେ ଗଣ୍ଡଗୋଳର ସମାଧାନ ପାଇଁ ଗୋଟେ ସପ୍ତାହ ସେ ଅନଶନ କରିଥିଲେ। 1930 ମସିହାରେ ଗାନ୍ଧୀଜୀଙ୍କର ଯେଉଁ ପଦଯାତ୍ରା କେଉଁଟା ଦାଣ୍ଡି ଯାତ୍ରା ଲବଣ ସତ୍ୟାଗ୍ରହ ପାଇଁ। ତେଣୁ ଲବଣ ସତ୍ୟାଗ୍ରହ ବିଷୟରେ କ'ଣ ହେଲେ ଲୋକମାନଙ୍କୁ ସେ ଜାଗ୍ରତ କରାଇଥିଲେ। 1942ରେ ଗାନ୍ଧୀଜୀଙ୍କର ଯେଉଁ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଶ ସାରା ବ୍ୟାପି ଯାଇଥିଲା। 1944 ମସିହାରେ କସ୍ତୁରବା ମହାଶୟଙ୍କର ମୃତ୍ୟୁ ଆଉ ଶରୀରର ଅସୁସ୍ଥତା ସତ୍ତ୍ୱେ ମଧ୍ୟ ଗାନ୍ଧୀଜୀ ଭାଙ୍ଗି ପଡ଼ିନଥିଲେ। ତତ୍କାଳୀନ ବର୍ଲାଟ ସେହି ବର୍ଲାଟଙ୍କ ସହିତ ଚୁକ୍ତି କରି 1947 ମସିହା ଅଗଷ୍ଟ 15 ତାରିଖରେ ଭାରତକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିଥିଲେ। ଭାରତ ଇତିହାସର ଏହି ଗୌରବମୟ ଦିବସଟି ପାଇଁ ଆପଣଙ୍କର କେତେ ତ୍ୟାଗ ନିଷ୍ଠା ତାହା କୋଟି କୋଟି ଜନତା ବା କୋଟି କୋଟି ଲୋକଙ୍କର ଏ ଯେଉଁ ଇତିହାସର କଥା ପ୍ରମାଣ ଦିଏ। ତେଣୁ ପ୍ରକୃତରେ ଗାନ୍ଧୀଜୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମରେ ଉଦ୍ବୁଦ୍ଧ ହୋଇ କେତେ କେତେ ଭାରତୀୟ ପ୍ରାଣବଳି ଦେଇଛନ୍ତି ତାହାର ହିସାବ ନାହିଁ। ଭାରତ ନୁହେଁ ସାରା ପୃଥିବୀରେ ଆଜି ଗାନ୍ଧୀଜୀଙ୍କର ଆଦର୍ଶର ଯେଉଁ ମହାନତା ଆଦର୍ଶର ଯେଉଁ ମହନୀୟତା ପ୍ରଚାରିତ ହେଉଛି। ଅହିଂସା ଗୋଟିଏ ମନ୍ତ୍ର, ସେ ମନ୍ତ୍ରରେ କି ବଳ ଥିଲା ଯେ ଗାନ୍ଧୀଜୀ ଏତେ ପ୍ରଭାବଶାଳୀ ବ୍ରିଟିଶ ସରକାରଙ୍କୁ ହଟାଇ ଦେଇଥିଲେ। ଟିକିଏ ମାତ୍ର ହିଂସାରେ ସେ ବିଚଳିତ ହୋଇ ଉଠୁଥିଲେ। ସତ୍ୟ ନିକଟରେ ଯେଉଁ ପହଞ୍ଚିବାର ମାର୍ଗ ଅହିଂସା ବୋଲି ଗାନ୍ଧୀଜୀ ବାରମ୍ବାର କହୁଥିଲେ। ସଶସ୍ତ୍ର ଅପେକ୍ଷା ନିରସ୍ତ୍ର ଅହିଂସା ଶକ୍ତିଶାଳୀ ବୋଲି ଗାନ୍ଧୀଜୀ କହୁଥିଲେ। ତେଣୁ ସମୟର ସଦୁପଯୋଗ କରିବା ପାଇଁ
ଗାନ୍ଧୀଜୀଙ୍କର ଯେଉଁ ଉପଦେଶ ଥିଲା ଟିକିଏ ମାତ୍ର ବିଳମ୍ବକୁ ଆପଣ ସହ୍ୟ କରିପାରୁନଥିଲେ। ତେଣୁ ମଣିଷର ଭିତରେ ଥିବା ଛୋଟ ବଡ଼ ଛୁଆଁ ଅଛୁଆଁ ଭାବକୁ ଯଥାସମ୍ଭବ ମଣିଷଠାରୁ ହୀନ ମାନସିକତାକୁ ଦୂରେଇବା ପାଇଁ ଚେଷ୍ଟା କରୁଥିଲେ। ସେ ଦରିଦ୍ରମାନଙ୍କର ଦୁଃଖରେ ଆପଣ ଅଭିଭୂତ ହୋଇ ଉଠୁଥିଲେ। ତେଣୁ ପ୍ରକୃତରେ ଗାନ୍ଧୀଜୀ ଠିକ୍ ସେୟା ହିଁ କରୁଥିଲେ। ଗରିବମାନଙ୍କର ଦୁଃଖ ସେ ଦରିଦ୍ରମାନଙ୍କର ଦୁଃଖ ଦେଖିପାରୁନଥିଲେ। ଦରିଦ୍ରମାନଙ୍କର ଅନ୍ନ ହିଁ ଭଗବାନ ବୋଲି ସେ କହୁଥିଲେ। ତେଣୁ ସ୍ୱଚ୍ଛ ଭାରତ ଗଠନ ତାଙ୍କର ମହାନ ଚେତନାର ଫଳଶ୍ରୁତି। ସ୍ୱାଧୀନତା ଆଉ ସ୍ୱଚ୍ଛତାକୁ ସମାନ ଗୁରୁତ୍ୱ ଦେଉଥିଲେ ସେ। ସ୍ୱଚ୍ଛତା ମାଧ୍ୟମରେ ଜନଜୀବନକୁ ସମୃଦ୍ଧ କରାଯାଇପାରିବ ବୋଲି ତାଙ୍କର ଲକ୍ଷ୍ୟ ଥିଲା। ଆବର୍ଜନା ମୁକ୍ତ ଭାରତ ଗଠନ କରି ସୁସ୍ଥ ସମାଜ ଗଠନ କରିବାର ପ୍ରୟାସ ବହୁତ ମାତ୍ରାରେ ସ୍ୱାଗତଯୋଗ୍ୟ ଥିଲା। ତେଣୁ ଗାନ୍ଧୀଜୀଙ୍କର ପରିକଳ୍ପିତ ସ୍ୱଚ୍ଛ ଭାରତ ଆଉ ସୁସ୍ଥ ଭାରତର ଯେଉଁ କର୍ତ୍ତବ୍ୟବୋଧ ସରକାରୀ ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। 1914 ମସିହା ଅକ୍ଟୋବର 2 ତାରିଖ ଗାନ୍ଧୀଜୀଙ୍କର 145ତମ ଯେଉଁ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ନାମରେ ଯୋଜନା କରାଯାଇଥିଲା। ସେହି ଯୋଜନା 150ତମ ଜନ୍ମ ଜୟନ୍ତୀରେ ପରିପୂର୍ଣ୍ଣତା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା। ସ୍ୱଚ୍ଛ ପରିବେଶ ସ୍ୱଚ୍ଛ ବାୟୁମଣ୍ଡଳ ଆୟୁ ବୃଦ୍ଧି କରେ। ସେତେବେଳେ ବି ଗାନ୍ଧୀଜୀ କଥା କହୁଥିଲେ। ତେଣୁ ଏହି ମହତ୍ ଉଦ୍ଦେଶ୍ୟକୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର 2014 ସେପ୍ଟେମ୍ବର ମାସ 25 ତାରିଖରୁ ଏ ଅଭିଯାନକୁ ତ୍ୱରାନ୍ୱିତ କରି ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହୋଇଛନ୍ତି। ତେଣୁ ଶ୍ରମକୁ ମଣିଷର ପ୍ରଥମ ପୁଞ୍ଜି ବୋଲି ଗାନ୍ଧୀଜୀ କହୁଥିଲେ। କଠୋର ପରିଶ୍ରମ ଦ୍ୱାରା ଦେଶର ପ୍ରଗତି ଆଉ ସମୃଦ୍ଧି ସମ୍ଭବ ବୋଲି ସେ ମତ ଦେଇଥିଲେ। ତେଣୁ କୃଷିର ବିକାଶ ସହ ଶୈଳ୍ପିକ ପ୍ରଗତି ଭାରତ ପାଇଁ ଆତ୍ମନିର୍ଭରଶୀଳତା ଆଉ ଋଣମୁକ୍ତ କରିବ ବୋଲି ଗାନ୍ଧୀଜୀ କହୁଥିଲେ। ତେଣୁ ତାଙ୍କର ନୀତି ଥିଲା କୁଟି ଖାଅ କାଟି ପିନ୍ଧ। ଏଇ ଯେଉଁ କୁଟି ଖାଅ କାଟି ପିନ୍ଧ ନୀତି ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲା। ବାଲ୍ୟ ଜୀବନର ଅନେକ କାହାଣୀ ଇତିହାସ ପୃଷ୍ଠା ମଣ୍ଡନ କରିଛି। ନିଜର ଭୁଲକୁ ନିର୍ଭୀକ ଭାବରେ ସ୍ୱୀକାର କରି ସେଥିରୁ ନିବୃତ୍ତ ହୋଇ ନିଜକୁ ସୁଧାରି ନେଇଛନ୍ତି ସେ। ତେଣୁ ଗୋଟେ କଥା ମନେ ପଡ଼େ ଆଜି ତୃତୀୟ ଶ୍ରେଣୀର ମୋର ପଢ଼ା ବହିରେ ଗୋଟେ କବିତା ଥିଲା। ସେ କବିତା ଏମିତି କବିତାଟିଏ ଥିଲା ଯେଉଁଟାକି ଆଜି ବି ସ୍ପଷ୍ଟ ଭାବରେ ସେ କବିତାଟି ମନେ ପଡ଼ୁଛି। ତେଣୁ ତାଙ୍କ ଚରିତ୍ରର ସୁନ୍ଦର ନମୁନା ସେହି କବିତାଟିରେ ଥିଲା। ବିଦ୍ୟାଳୟକୁ ଜଣେ ପରିଦର୍ଶକ ଆସି ପିଲାମାନଙ୍କୁ କେତୋଟି ଶବ୍ଦ ଲେଖିବା ପାଇଁ କହିଥିଲେ। ମାତ୍ର ଭୁଲ ହୋଇଥିବା ଶବ୍ଦକୁ ଅନ୍ୟ ପିଲାଠାରୁ ଦେଖି ନିର୍ଭୁଲ ଭାବରେ ଲେଖିବାକୁ କହିବାରୁ ଗାନ୍ଧୀଜୀ କହିଥିଲେ କପି କରିବେ ଅନ୍ୟାୟ ଭିତରେ ବଡ଼ ଅନ୍ୟାୟ କହିଥିଲେ। ସେଠି ସେ ଉତ୍ତର ଦେଇଥିଲେ। ବିନୟ କହିଲା ପିଲାଟି କପି କରିବା ପରା ଅନ୍ୟାୟ ଭିତରେ ଗୁରୁଜୀ ବଡ଼ ଅନ୍ୟାୟ ଧରା କରିଥାନ୍ତି ଅବାକି ଭଳି ଏଡ଼େ ଅନୀତି କାମ ଅସତ ପଥରେ ଚଳିକି କେହି ଅରଜେ ନାମ। ତେଣୁ ଠିକ୍ ସେଇ ଛାତ୍ର ବୟସରୁ ଏତେ କମ୍ ବୟସରୁ ତାଙ୍କର ଏଇ ସତ୍ୟବାଦିତା ଏଇ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଜଣାପଡ଼ିଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଥିଲେ ସୁନ୍ଦର ଆଦର୍ଶର ମଣିଷ। ସେଦିନର ଅବୁଝା ରହିଥିବା ମନଟା ଆଜି ବୁଝିପାରୁଛି ଆପଣଙ୍କର ସେଇ ବ୍ୟକ୍ତିତ୍ୱର ସୁନ୍ଦର ଛାପକୁ। ତେଣୁ ଏ ମହାନ ଆତ୍ମା ତୁମକୁ କୋଟି କୋଟି ଜୁହାର। ଆଜି ମଧ୍ୟ
ବିଭିନ୍ନ ସମସ୍ୟା ଭାରତର ଐକ୍ୟ ଆଉ ସଂହତିକୁ ବିପନ୍ନ କରିବାକୁ ବସିଛି। ଏମିତି ଗୋଟିଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ଆଉ ଜାତି ଗଠନରେ ଛାତ୍ରମାନେ ଯଦି ଗାନ୍ଧିଜୀଙ୍କ ପରି ନିଜର କର୍ତ୍ତବ୍ୟ ନିର୍ଣ୍ଣୟ ନ କରିବେ ତେବେ ପୁଣି ପରାଧୀନତାର ସ୍ୱର ଉଠିବ। ପାଠ୍ୟପୁସ୍ତକମାନଙ୍କରେ ମଧ୍ୟ ଯେଉଁ ଲେଖାଗୁଡ଼ିକ ସେହି ଲେଖାଗୁଡ଼ିକ ଅନେକ ମାତ୍ରାରେ ପ୍ରକାଶ ପାଇଲେ, ଗାନ୍ଧିଜୀଙ୍କ ବିଷୟରେ ଯଦି ପ୍ରକାଶ ପାଏ, ଛାତ୍ରଛାତ୍ରୀମାନେ ଦେଶର ମହାନ ଅତୀତ ପରମ୍ପରା ବିଷୟରେ ଜାଣି ପ୍ରଗତି ପଥରେ ଆଗେଇ ଯିବେ। ପଥଭ୍ରଷ୍ଟ ଏହି ଯୁବପିଢ଼ିର ଜୀବନାଦର୍ଶର ପାଥେୟ ହୋଇ ଆଶୀର୍ବାଦର ପୁଷ୍ପ ବର୍ଷଣ କରି ଆମେ ତାଙ୍କର ସ୍ୱପ୍ନକୁ ଆଗେଇ ନେବା। ତେଣୁ ଧୈର୍ଯ୍ୟ ଆଉ ଅହିଂସାର ବିପ୍ଳବ ସମାଜରେ ଶାନ୍ତି ପ୍ରତିଷ୍ଠା କରୁ, ଏହି କାମନାରେ ଆମେ ଗାନ୍ଧିଜୀକୁ ମନେ ପକାଇବା। ତେଣୁ ଆସ ପିଲାମାନେ, ଆମେ ପୁଣି ଟିକିଏ ଆଲୋଚନା କରିବା। ଆସ ଆଜି ଆମେ ସେହି ଆଉ ଜଣେ ମହାନ ବ୍ୟକ୍ତିତ୍ୱ ଯାହାଙ୍କର କଥା ଆଜି ଆମେ ପୁଣି ଆଲୋଚନା କରିବା। ସେ ମହାନ ବ୍ୟକ୍ତିତ୍ୱ ହେଉଛନ୍ତି ଆମର ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ। ତାଙ୍କ ସତ୍ୟବାଦିତା, ସରଳତା ଆଉ ନିଷ୍ଠାପରତା ହିଁ ତାଙ୍କୁ ଆଜି ଆମେ ମନେ ପକାଇବାକୁ ବାଧ୍ୟ ହେଉଛୁ। ତେଣୁ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜନ୍ମ ସେଇ 2 ଅକ୍ଟୋବର 1904ରେ ଉତ୍ତରପ୍ରଦେଶର ବନାରସ ଜିଲ୍ଲାର ମୁକୁଲସରରେ ହୋଇଥିଲା। ବାପା ଥିଲେ ଜଣେ ସରକାରୀ ଶିକ୍ଷକ। ମାତ୍ର 2 ବର୍ଷ ବୟସରେ ତାଙ୍କର ପିତୃବିୟୋଗ ଘଟିଥିଲା, ତାଙ୍କର ବାପା ମରିଯାଇଥିଲେ। ତେଣୁ ସେ ତାଙ୍କ ଅଜାଙ୍କ ଘରେ ରହିକି ପାଠ ପଢ଼ୁଥିଲେ। ଅଜାଙ୍କ ଘର କେଉଁଠି? ବନାରସ। ତେଣୁ ବନାରସରେ ସେ ରହିକି ପାଠ ପଢ଼ୁଥିଲେ। ତେଣୁ ବନାରସର କାଶୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ ସେ କରିଥିଲେ। ତେଣୁ ସେଠୁ ଶିକ୍ଷା ସମାପ୍ତ ପରେ ସେ ଶାସ୍ତ୍ରୀ ଯେଉଁ ଉପାଧି ପାଇଥିଲେ, କାହିଁ ତାଙ୍କୁ ଶାସ୍ତ୍ରୀ ଉପାଧି ଯାଇଥିଲା? ତାଙ୍କର ପ୍ରବଳ ଶାସ୍ତ୍ରଜ୍ଞାନ ଥିବାରୁ ତାଙ୍କୁ ଶାସ୍ତ୍ରୀ ଯେଉଁ ଉପାଧି ମିଳିଥିଲା। ତେଣୁ 1928 ମସିହାରେ ସେ ବିବାହ କରିଥିଲେ। ସେ ଯୌତୁକ ପ୍ରଥା ବିରୋଧୀ ଥିବାରୁ କିଛି ଯୌତୁକ ଆଣିନଥିଲେ। ସ୍ୱାଧୀନତାରେ କେହି ଯୋଗ ଦେଇନଥିଲେ ସେତେବେଳେ। ମାତ୍ର ସେ ଯେତେବେଳେ ହାଇସ୍କୁଲ ପାଠ ଛାଡ଼ିଲେ ସେତେବେଳେ ମହାତ୍ମା ଗାନ୍ଧୀଙ୍କର ଥରେ ଗୋଟେ ଭାଷଣ ଶୁଣିଲେ। ସେ ମହାତ୍ମା ଗାନ୍ଧୀଙ୍କର ଭାଷଣଟିରେ ଶୁଣି ତାଙ୍କ ଭାଷଣରେ ସେ ବହୁତ ଉଦ୍ବୁଦ୍ଧ ହୋଇଯାଇଥିଲେ। ତେଣୁ ସେ ତାଙ୍କର ସେଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କଲେ। ତେଣୁ ସେହି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ତାଙ୍କୁ ବନ୍ଦୀ ହେବାକୁ ପଡ଼ିଥିଲା। ତେଣୁ ସେ ବନ୍ଦୀ ହୋଇଥିଲେ, ମାତ୍ର ନାବାଳକ ଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। 1930 ମସିହାରେ କଂଗ୍ରେସର ଅଧ୍ୟକ୍ଷ ସେ ହୋଇଥିଲେ। ତେଣୁ 1947 ମସିହା ଭାରତ ଛାଡ଼ ଆନ୍ଦୋଳନରେ 1942ରେ ଆମର ହୋଇଥିଲା ଭାରତ ଛାଡ଼ ଆନ୍ଦୋଳନ। 1942 ମସିହା ଯେଉଁ ଭାରତ ଛାଡ଼ ଆନ୍ଦୋଳନ, ସେ ଭାରତ ଛାଡ଼ ଆନ୍ଦୋଳନ ଯେଉଁ ହୋଇଥିଲା ସେହି ଆନ୍ଦୋଳନରେ ସେ ମଧ୍ୟ ଯୋଗ ଦେଇଥିଲେ। ତାପରେ 1947 ଅଗଷ୍ଟ 15ରେ ଆମ ଦେଶ କ'ଣ ସ୍ୱାଧୀନ ହେଲା। ତେଣୁ ସେହି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଆମର ହେଲେ କିଏ? ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଆମର ଜବାହରଲାଲ ନେହେରୁ। ତେଣୁ ତାଙ୍କୁ ଉତ୍ତରପ୍ରଦେଶର ପୋଲିସ ବିଭାଗ ଦାୟିତ୍ୱଟି ଦିଆଯାଇଥିଲା। ତାପରେ ସେ କ'ଣ ରେଳବାଇ ମନ୍ତ୍ରୀ ହେଲେ। ତେଣୁ ରେଳବାଇ ମନ୍ତ୍ରୀରେ ଯୋଗ ଦେଇଥିଲେ। ମାତ୍ର ଥରେ କ'ଣ ହେଇଛି, ତାମିଲନାଡ଼ୁରେ ଗୋଟେ ଦୁର୍ଘଟଣା ହେଲା, ରେଳ ଦୁର୍ଘଟଣା। ସେ ରେଳ ଦୁର୍ଘଟଣାରେ
କ'ଣ ହେଲା, ବହୁତ ଲୋକ ମରିଗଲେ। ସେ ଏହାର କ'ଣ ଯେତେବେଳେ ବହୁତ ଲୋକ ମଲେ ତାଙ୍କୁ ବହୁତ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ସେ ରେଳ ଦୁର୍ଘଟଣାରେ ସେ ବହୁତ ମର୍ମାହତ ହୋଇଥିଲେ। ତେଣୁ ସିଏ କହିଥିଲେ ମୁଁ ଏଇ ଦାୟିତ୍ୱ ସମ୍ଭାଳିବା ପାଇଁ ଯୋଗ୍ୟ ନୁହେଁ। ତେଣୁ ସେ ପଦକୁ ଛାଡ଼ି ଦେଇଥିଲେ। ତେଣୁ 1964ରେ ନେହେରୁଙ୍କର ମୃତ୍ୟୁ ହେଲା। ମୃତ୍ୟୁ ପରେ ସେଇ ବିଭିନ୍ନ ପ୍ରକାର ପରିସ୍ଥିତିକୁ ଅନୁଧ୍ୟାନ କଲେ ସମସ୍ତେ ଯେ ପ୍ରକୃତରେ ନେହେରୁ ଆଉ ଶାସ୍ତ୍ରୀଜୀ ଆଙ୍କ ଭିତରେ ଅନେକ ଫରକ ଲକ୍ଷ୍ୟ କରିଥିଲେ। ତେଣୁ ନେହେରୁଙ୍କ ପରେ ଆମର ଶାସ୍ତ୍ରୀଜୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ ନେହେରୁ ଅତ୍ୟନ୍ତ ଭାବପ୍ରବଣ ଥିଲେ, କିନ୍ତୁ ଆମର ଶାସ୍ତ୍ରୀଜୀ ଶାନ୍ତ ଆଉ ମିଷ୍ଠଭାଷୀ ଥିଲେ। ନେହେରୁ ଧନୀ ଥିଲେ, କିନ୍ତୁ ଶାସ୍ତ୍ରୀଜୀ ଗରିବ ଥିଲେ। ତେଣୁ ସେ 19 ମାସ ପ୍ରଧାନମନ୍ତ୍ରୀ ହେଲେ। ସେଇ 19 ମାସ ପ୍ରଧାନମନ୍ତ୍ରୀ କାଳରେ ଜଣେ ଦକ୍ଷ ପ୍ରଶାସକ ଆଉ ଗୋଟେ କୁଶଳୀ କୂଟନୀତିଜ୍ଞ ଆଉ ପ୍ରବୀଣ ସାହସୀ ଯେଉଁ ସମର ଚାଳକର ଦକ୍ଷତା ସେ ସମସ୍ତଙ୍କୁ ପ୍ରଦର୍ଶିତ କରାଇ ଦେଇଥିଲେ। ସେ ଅର୍ଥ ପିପାସୁ ନଥିଲେ। ତାଙ୍କର ଯେଉଁ ପରିବାର ବହୁତ ବଡ଼ ଥିଲା। ତେଣୁ ସେ ଯେଉଁ ପଦବୀରେ ଥିଲେ ସେଥିରୁ ଯେତିକି ଅର୍ଥ ମିଳୁଥିଲା ସେତିକି ଅର୍ଥରେ ସେ ଚଳୁଥିଲେ। ଥରେ ଗୋଟେ ଉଦାହରଣ, ତାଙ୍କର ଗୋଟେ କାର୍ କିଣିବେ ବୋଲି ତାଙ୍କ ପରିବାରର ଚାପରୁ ସେ କାର୍ କିଣିଲେ, କିନ୍ତୁ ସେ କାର୍ ଋଣରେ କିଣିଥିଲେ। ତେଣୁ ସେ ସବୁବେଳେ ଚାହୁଁଥିଲେ ଯେ ଧନୀ ଆଉ ଦରିଦ୍ର ଏମାନଙ୍କ ଭିତରେ କିଛି ତାରତମ୍ୟ ନ ରଖିବା ପାଇଁ। ତେଣୁ ସେ ଏମିତି ବିଭିନ୍ନ ପ୍ରକାର କାର୍ଯ୍ୟ ହାତକୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟ କରି ସେ ଭାରତ ରତ୍ନ ଉପାଧି ପାଇଥିଲେ। ତେଣୁ ସବୁଠାରୁ ସ୍ମରଣୀୟ କଥା ଭାରତ ଆଉ ପାକିସ୍ତାନ ଯୁଦ୍ଧ ହୋଇଥିଲା ଯେତେବେଳେ, ତେଣୁ ସେତେବେଳେ ସେ ସ୍ଲୋଗାନ ଦେଇଥିଲେ ଜୟ ଯବାନ ଜୟ କିଷାନ। ଆଜି ମଧ୍ୟ ବହୁତ ଲୋକପ୍ରିୟ କଥା ଜୟ ଯବାନ ଜୟ କିଷାନ। ନିଜକୁ ସମାଜବାଦୀ ବୋଲି ସେ ପ୍ରଦର୍ଶିତ କରୁଥିଲେ। ସାମ୍ୟବାଦ ସମ୍ପର୍କରେ ସେ କହୁଥିଲେ, ଆଉ କ'ଣ ସମାନତା ବିଷୟରେ କହୁଥିଲେ। ସେ କହୁଥିଲେ ଏହା ମଧ୍ୟରେ ଧନୀ ଆଉ ଦରିଦ୍ର ଭିତରେ ଗୋଟେ ତାରତମ୍ୟ ନ ରହୁ। ତେଣୁ 1966 ଜାନୁଆରୀ 10ରେ ସେ ଇଏତମ ତ୍ୟାଗ କରିଥିଲେ। ଇଏତମ ତ୍ୟାଗ କରିଥିଲେ ସତ, ମାତ୍ର ତାଙ୍କର ସତ୍ୟନିଷ୍ଠା, ତାଙ୍କର କର୍ତ୍ତବ୍ୟନିଷ୍ଠା ତାଙ୍କୁ ମାନବ ସମାଜ ଭିତରେ ବଞ୍ଚେଇକି ରଖିଥିଲା। ତେଣୁ ଆଜି ମୋର ବକ୍ତବ୍ୟ ଏଇଠି ଶେଷ କରିବି। ଜୟ ହିନ୍ଦ।